ପୂଜା କରିବା ସମୟରେ ଏହି ଚାରୋଟି ବସ୍ତୁ ହାତରୁ ଖସି ପଡ଼ିଲେ ହୋଇଥାଏ ଅଶୁଭ। ଜାଣନ୍ତୁ ଏହି ଅଶୁଭ ପରିଣାମରୁ ବଞ୍ଚିତ ହେବା ପାଇଁ କେଉଁ ଉପାୟ ଅବଲମ୍ବନ କରିବେ। ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଭିଡ଼ିଓରେ ବହୁତ ସ୍ୱାଗତ ଜଣାଉଛୁ। ଘରେ ଠାକୁରଙ୍କୁ ଆଳତି କରିବା ବା ପୂଜା କରୁଥିବା ସମୟରେ ଅଜାଣତରେ ହେଉ ବା ଜାଣତରେ ହେଉ ଆମ ଦ୍ୱାରା କିଛି ଭୁଲ ହୋଇଯାଇଥାଏ। ଅର୍ଥାତ୍ ଯେପରି ହାତରୁ ପୂଜା ଥାଳି ଖସି ପଡ଼ିବା ବା ଦୀପ ଲିଭିଯିବା କିମ୍ବା ପ୍ରସାଦ ଥାଳି ହାତରୁ ଖସି ପଡ଼ିବା, ଜ୍ୟୋତିଷ ଶାସ୍ତ୍ରରେ ଏହି ସବୁ ଘଟଣାକୁ ଅଶୁଭ ବୋଲି ମାନାଯାଇଛି। ଏଭଳି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ କିଛି ଖାସ୍ ଉପାୟ କରିବା ଆବଶ୍ୟକ। ଏହି ଉପାୟ କରିବା ଦ୍ୱାରା ଆପଣ ସବୁ ସଂକଟରୁ ମୁକ୍ତି ପାଇପାରିବେ। ଯଦି ଛୋଟ ପିଲାଙ୍କର ଦ୍ୱାରା ଠାକୁର ମୂର୍ତ୍ତି ଖଣ୍ଡିତ ହୋଇଯାଇଛି, ତାହେଲେ ମଧ୍ୟ ଆପଣ ଏହି ଉପାୟକୁ କରିପାରିବେ। ଘରେ ଫଟୋ ବା ମୂର୍ତ୍ତି ଭାଙ୍ଗିଯିବା। ଠାକୁର ପୂଜା କରୁଥିବା ସମୟରେ ଅଧିକାଂଶ ଲୋକଙ୍କ ହାତରୁ ମୂର୍ତ୍ତି ଖସି ପଡ଼ି ଭାଙ୍ଗି ଯାଇଥାଏ। ଏହା ଅଶୁଭ ସଂକେତ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଖଣ୍ଡିତ ମୂର୍ତ୍ତି ରହିବା ଦ୍ୱାରା ଅଶାନ୍ତି ଓ କ୍ଲେଶ ସୃଷ୍ଟି ହୋଇଥାଏ। ଯଦି ଆପଣଙ୍କ ହାତରୁ ମୂର୍ତ୍ତି ଖସି ପଡ଼ି ଭାଙ୍ଗି ଯାଇଛି, ତାହେଲେ ଆପଣ କ୍ଷମା ପ୍ରାର୍ଥନା କରି ସେହି ଖଣ୍ଡିତ ମୂର୍ତ୍ତିକୁ କୌଣସି ନଦୀ ବା ପୋଖରୀରେ ପ୍ରବାହିତ କରି ଦିଅନ୍ତୁ। ଦୀପ ପ୍ରଜ୍ୱଳନ ସମୟରେ ଧ୍ୟାନ ରଖନ୍ତୁ। ବନ୍ଧୁଗଣ, ଠାକୁର ପୂଜା କରୁଥିବା ସମୟରେ ଯଦି ଦୀପ ହାତରୁ ଖସି ପଡ଼େ, ତାହେଲେ ଏହାକୁ ଅତ୍ୟନ୍ତ ଅଶୁଭ ମାନାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ହାତରୁ ଦୀପ ଖସି ପଡ଼େ, ତାହେଲେ ପରିବାରରେ କୌଣସି ଅଘଟଣ ଘଟିବାର ସଂକେତ ମିଳିଥାଏ। ଏଭଳି ପରିସ୍ଥିତିରେ ଠାକୁରଙ୍କୁ କ୍ଷମା ପ୍ରାର୍ଥନା କରି ପୁଣି ଥରେ ଦୀପ ଜଳାଇବା ଉଚିତ। ପ୍ରସାଦ ଥାଳି ହାତରୁ ଖସି ପଡ଼ିବା, ବନ୍ଧୁଗଣ, ଶୀଘ୍ରତାରେ ହାତରୁ ଅଚାନକ ପ୍ରସାଦ ଥାଳି ଖସି ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଘଟଣାକୁ ଅଶୁଭ ବୋଲି ମାନାଯାଇଛି। ଏଭଳି ମାନାଯାଇଥାଏ କି ଏହି ଘଟଣା ଘଟିବା ଦ୍ୱାରା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ହାତରୁ ଖସି ପଡ଼ିଥିବା ପ୍ରସାଦ ଥାଳିକୁ ମଥାରେ ଛୁଇଁ ସେହି ପ୍ରସାଦକୁ ପରିବାର ଲୋକେ ସେବନ କରନ୍ତି, କିନ୍ତୁ ଏହାକୁ ପୁନର୍ବାର ଠାକୁରଙ୍କୁ ଅର୍ପଣ କରନ୍ତୁ ନାହିଁ। ହାତରୁ ସିନ୍ଦୁର ଖସି ପଡ଼ିବା। ବନ୍ଧୁଗଣ, ହିନ୍ଦୁ ଧର୍ମ ଶାସ୍ତ୍ରରେ ହାତରୁ ସିନ୍ଦୁର ଖସି ପଡ଼ିବା ଶୁଭ ଓ ଅଶୁଭ ହୋଇଥାଏ ବୋଲି ମାନ୍ୟତା ରହିଛି। ଠାକୁର ପୂଜା କରୁଥିବା ସମୟରେ ହାତରୁ ସିନ୍ଦୁର ଡବା ଖସି ପଡ଼ିବା ଅତ୍ୟନ୍ତ ଅଶୁଭ ଅଟେ। ଏହାର ଅର୍ଥ ଆପଣଙ୍କର ଆସୁଥିବା ଦିନ ବହୁତ ଭୟଙ୍କର ହେବାକୁ ଯାଉଛି। କିନ୍ତୁ ପଡ଼ିଯାଇଥିବା ସିନ୍ଦୁରକୁ ଝାଡ଼ୁରେ ସଫା ନ କରି ଗୋଟେ କପଡ଼ାରେ ଉଠାଇ କୌଣସି ପୋଖରୀରେ ପକାଇ ଦିଅନ୍ତୁ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ସବସ୍କ୍ରାଇବ୍ କରିବା ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।